13 ଫେବୃଆରୀ ଦିନ 3ଟି ତୁଳସୀ ପତ୍ରରେ ଏ ମହା ଉପାୟ ଜରୁର କରନ୍ତୁ। ଆପଣଙ୍କୁ ୱାର୍ଡକୁ ବି ଯିବାକୁ ପଡ଼ିବ ନାହିଁ। ଆପଣଙ୍କ ଘରେ ହିଁ ଏସବୁ ମହା ଉପାୟକୁ କରିପାରିବେ। ଆଉ ଆପଣଙ୍କ ଭାଗ୍ୟ ବି ବଦଳି ଯାଇପାରେ। ଆଜ୍ଞା, ଶେଷ ପର୍ଯ୍ୟନ୍ତ ଭିଡ଼ିଓକୁ ଦେଖନ୍ତୁ। ନିଜ ଲୋକ ସମସ୍ତଙ୍କୁ ସେୟାର କରନ୍ତୁ, ସେମାନେ ବି ଏ ମହା ଉପାୟକୁ ଜରୁର କରିବେ। କମେଣ୍ଟରେ ଜୟ ସୂର୍ଯ୍ୟଦେବ ନିଶ୍ଚିନ୍ତ ଲେଖିବେ। ଆଜ୍ଞା, କୁମ୍ଭ ସଂକ୍ରାନ୍ତି 13 ଫେବୃଆରୀ ଶୁକ୍ରବାରକୁ ପଡୁଛି। ଧ୍ୟାନ ଦିଅନ୍ତୁ, କୁମ୍ଭ ସଂକ୍ରାନ୍ତି ମାନେ ଇଚ୍ଛା ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଗୋଚର। ଆପଣଙ୍କୁ ଏହା ହିଁ କରିବାକୁ ହେବ। ଆପଣ ସ୍ନାନ କରିବା ପରେ 3ଟି ତୁଳସୀ ପତ୍ର ନେଇ ଆସନ୍ତୁ। ତା ସହ ଲାଲ ଚନ୍ଦନ ଗୋଟେ ତମ୍ବା ଗଡ଼ୁରେ ପାଣି ନେଇ ଆସନ୍ତୁ। ଆଉ ସୂର୍ଯ୍ୟଙ୍କୁ ମୁହଁ କରି ସେହି ତମ୍ବା ଗଡ଼ୁରେ ଥିବା ପାଣିକୁ ଅର୍ପଣ କରନ୍ତୁ ଏହି ମନ୍ତ୍ର ସହ, ଓମ୍ ସୂର୍ଯ୍ୟ ଦେବାୟ ନମଃ। ଏ ବଡ଼ ଚମତ୍କାର ଉପାୟ। କାହିଁକି ନା କୁମ୍ଭ ସଂକ୍ରାନ୍ତି କୁମ୍ଭ ରାଶିକୁ ସୂର୍ଯ୍ୟ ନାରାୟଣଙ୍କ ଚଳନ ଆରମ୍ଭ ହେବ। ଆପଣଙ୍କ ଜୀବନରେ କିଛି ନୂଆର ଆରମ୍ଭ ହେବ। ନୂଆ ଚାକିରି, ନୂଆ ଭାଗ୍ୟ ଆସିପାରେ। ଆଜ୍ଞା, ଏ ଭିଡ଼ିଓକୁ ସେୟାର କରି କମେଣ୍ଟରେ ଜୟ ସୂର୍ଯ୍ୟଦେବ ନିଶ୍ଚିନ୍ତ ଲେଖିବେ। ଫଲୋ କରି ରଖିଥାନ୍ତୁ ଏମିତି ଅଧିକ ଭିଡ଼ିଓ ଦେଖିବା ପାଇଁ। ଓମ୍ ସୂର୍ଯ୍ୟଦେବାୟ ନମଃ। ଜୟ ଜଗନ୍ନାଥ।